କୋରାପୁଟ ଜିଲ୍ଲାର କଫି ବଗିଚାରେ ବର୍ତ୍ତମାନ କଫି ଫଳ ପାଚି ଆସିଛି। ପକ୍ଷୀଙ୍କର କଳରବ ସର୍ବତ୍ର ଶୁଭାଯାଉଛି। ଟିକିଏ ସମୟ ନୀରବରେ ଠିଆ ହେଲେ ପକ୍ଷୀଙ୍କର କିଚିରି ମିଚିରି ଶବ୍ଦ ମଧ୍ୟରେ କଫି ଗଛର ସୌନ୍ଦର୍ଯ୍ୟ ବୃଦ୍ଧି କରିଥିବା ଲାଲ ଟକ୍ ଟକ୍ କଫି ଫଳର ମଜା ସମସ୍ତେ ନେଇପାରିବେ। ଏହି କଫି ଫଳ ମଧ୍ୟରେ ଲୁଚି ରହିଥିବା କଫି ରଙ୍ଗର ଦାନାଟି ଅପେକ୍ଷା କରିଛି କେତେବେଳେ ସେ ବାହାରିବ ଏବଂ ନୂତନ ଦୁନିଆର ସମସ୍ତ ସମ୍ଭାବନାକୁ ଉଜ୍ଜୀବିତ କରିବ। କୋରାପୁଟ ବର୍ତ୍ତମାନ କଫିକୁ ନେଇ ଗର୍ବିତ। ସର୍ବତ୍ର କଫିର ନେଇ ଚର୍ଚ୍ଚା ଏବଂ ସେହି କଫିକୁ ନେଇ ପର୍ଯ୍ୟଟନର ବିକାଶର ଚିନ୍ତା କରାଯାଉଛି। ସେହି ଭିତରେ ଏହି ପକ୍ଷୀମାନେ ବୋଧହୁଏ ଆପଣଙ୍କୁ ସ୍ୱାଗତ କରୁଛନ୍ତି। ଆସନ୍ତୁ ଥରେ ଏହି କଫି ବଗିଚାକୁ, ରୁହନ୍ତୁ ଏଠାରେ, ଏହାର ଆନନ୍ଦ ନିଅନ୍ତୁ। ପକ୍ଷୀମାନଙ୍କର ଏହି ନିରୋଳା ଆନନ୍ଦରେ ସାମିଲ ହୁଅନ୍ତୁ। ସେମାନଙ୍କର ନିମନ୍ତ୍ରଣକୁ ରକ୍ଷା କରନ୍ତୁ। ହେଇ ନୀରବରେ ଶୁଣିବାର ପ୍ରୟାସ କରିବା। ଶୁଣିଲେ ତ ସେହି ପକ୍ଷୀମାନଙ୍କର କଥାକୁ, ପକ୍ଷୀମାନଙ୍କର ଭାଷାକୁ ବୁଝିବାର ହୃଦୟ ଆପଣଙ୍କ ପାଖରେ ରହିଛି। ସେହି ପକ୍ଷୀମାନଙ୍କର ହୃଦୟକୁ, ଭାଷାକୁ ବୁଝନ୍ତୁ। କୋରାପୁଟକୁ ଆସନ୍ତୁ, କୋରାପୁଟର ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ, କୋରାପୁଟର ପ୍ରଗତିରେ ସାମିଲ ହୁଅନ୍ତୁ। ରହୁଛି ତେବେ ସମସ୍ତଙ୍କୁ କଫି ଜୁହାର।